ରଜକୁ ଆସିଥାନ୍ତା, ରଥଯାତ୍ରା ଆସିଥାନ୍ତା। ଆମକୁ ସେମିତି ହଇରାଣ କଲା କ'ଣ କିଛି ନାହିଁ। ବର୍ତ୍ତମାନ ଆମ ପରେ ନଡି ସେଇ ଖାଇବାରେ ପଡିଛନ୍ତି। ଏଇସବୁ ଯୋଉ ହଉଛି ଭାରି ଦୁଃଖଦାୟକ ଘଟଣା। ଅଗା ବଜେଟ୍ ବହୁତ, ଏ ପିଚ 1,70,000, ନଡି 1,60,000। ବର୍ତ୍ତମାନ ଏଇ ବର୍ଷ 2025ରେ ଖାଲି ମୁଁ ନୁହଁ, ମୋ ପ୍ରଡ୍ୟୁସର ଭାଇ ମାନେ ଫାଷ୍ଟ ମୁଁ ଯୋଉ ଭଳିଆ ହଇରାଣ ହେଇଛନ୍ତି, ଆମ ସେନ୍ସର ଭଳିଆ ହଇରାଣ କରୁଛନ୍ତି। ଆମେ ଯେତେବେଳେ ସେନ୍ସର କରୁଛୁ, କାଲକାଟାରେ ବୋର୍ଡ ଥିଲା, ଯୋଉ ଭଳିଆ ହଇରାଣ ହଉଥିଲେ ବେଙ୍ଗଲୀ ମାନଙ୍କ ପାଖରେ। ଆମ କଟକରେ ଆମେ 1992ରେ ଆମେ ଆଣି ସେନ୍ସର ବୋର୍ଡ ରଖିଲୁ, କାହିଁକି ନା ବେଙ୍ଗଲ ହଇରାଣ କରୁଥିଲା ବୋଲି ଆମେ ଏଠି କରେଇଲୁ 92ରେ। ଆମେ ନିଜେ ସେଇ ଭାଷାରେ ପଡିଯାଇଛୁ। ପାଖରେ କଣ ଶୁଭୁନି। ଟ୍ରେଲର ଓଡିଆ ରିଲିଜ ହେଲା, କଣ କହିବେ? ଫିଲ୍ମକୁ ନେଇକି କେତେ ଆଶା ବାବା ଦେଇଛନ୍ତି ଆପଣ? ଗୋଟେ ପ୍ରଡ୍ୟୁସର ଏତେ ପଇସା ଖର୍ଚ୍ଚ କରି କରୁଛି ପିକ୍ଚରଟିଏ, ଆଶା ନିଶ୍ଚୟ ରଖିବ। କିନ୍ତୁ ଯୋଉ ଆଶା ଆମେ ରଖିବା କଥା ଆମେ ରଖିପାରୁନୁ, କାହିଁକି ନା ଆମେ ତାଙ୍କ ଉପରେ ଛାଡ଼ିଛୁ। ସିଏ ଯା କରିବ। ଦୀର୍ଘ 20 ବର୍ଷ ପରେ ମୁଁ ପିକ୍ଚର ଆଣିକି ପୁଣି ଫେରି ଆସିଛି। ମୁଁ ଆଶା କରୁଛି ଆଗ ପିକ୍ଚର ଯେମିତି କରିକି ମୁଁ ହିଟ୍ କରିଥିଲି, ମାସ ଧରି ପିକ୍ଚର ଚାଲୁଥିଲା, ହଲରେ ଟିକେଟ ବ୍ଲାକ୍ ଚାଲୁଥିଲା। ବୋଧେ ଯଦି ଭଗବାନଙ୍କ ଆଶୀର୍ବାଦ ଥାଏ, ଆମମାନଙ୍କ ସହଯୋଗ ଥାଏ, ନିଶ୍ଚିତ ଆମେ ସେଇ ଧାରାରେ ପହଞ୍ଚିଯିବୁ। ସେ ଆଶାରେ ମୁଁ ଆଗେଇ ଚାଲିଛି। ସାର୍, ବର୍ତ୍ତମାନ ସେନ୍ସର ସାର୍ଟିଫିକେଟକୁ ନେଇକି ବହୁତ ପ୍ରଡ୍ୟୁସର ହଇରାଣ ହଉଛନ୍ତି। ଆପଣ ସେମିତି କିଛି ଫେସ୍ କରିଛନ୍ତି କି ସେନ୍ସର ସାର୍ଟିଫିକେଟକୁ ନେଇ? ବର୍ତ୍ତମାନ ଏଇ ବର୍ଷ 2025ରେ ଖାଲି ମୁଁ ନୁହଁ, ମୋ ପ୍ରଡ୍ୟୁସର ଭାଇ ମାନେ ଫାଷ୍ଟ ମୁଁ ଯୋଉ ଭଳିଆ ହଇରାଣ ହେଇଛନ୍ତି, ଆମ ସେନ୍ସର ଭଳିଆ ହଇରାଣ କରୁଛନ୍ତି। ଆମେ ଯେତେବେଳେ ସେନ୍ସର କରୁଛୁ, କାଲକାଟାରେ ବୋର୍ଡ ଥିଲା, ଯୋଉ ଭଳିଆ ହଇରାଣ ହଉଥିଲେ ବେଙ୍ଗଲୀ ମାନଙ୍କ ପାଖରେ। ଆମ କଟକରେ ଆମେ 1992ରେ ଆମେ ଆଣି ସେନ୍ସର ବୋର୍ଡ ରଖିଲୁ, କାହିଁକି ନା ବେଙ୍ଗଲ ହଇରାଣ କରୁଥିଲା ବୋଲି ଆମେ ଏଠି କରେଇଲୁ 92ରେ। ଆମେ ନିଜେ ସେଇ ଭାଷାରେ ପଡିଯାଇଛୁ। ଆମ ପିକ୍ଚରଟା ରଜକୁ ଆସିଥାନ୍ତା, ରଥଯାତ୍ରା ଆସିଥାନ୍ତା। ଆମକୁ ସେନ୍ସର ହଇରାଣ କଲା। ସେନ୍ସର ହଇରାଣ କଲା କ'ଣ କିଛି ନାହିଁ। ବର୍ତ୍ତମାନ ଆମ ପରେ ନଡି ସେଇ ଖାଇବାରେ ପଡିଛନ୍ତି। ଏଇସବୁ ଯୋଉ ହଉଛି ଭାରି ଦୁଃଖଦାୟକ ଘଟଣା। ଅଗା ବଜେଟ୍ ବହୁତ, ଏ ପିକ୍ଚର 1,70,000, ନଡି 1,60,000। ମାର୍କେଟରେ ମତେ 90ଟା ହଲ୍ ଅଛି, ହଲ୍ ନାହିଁ। ଆମ ପାଖରେ 365 ହଲ୍ ଥିଲା, ମାତ୍ର 90ଟି ହଲ୍। ଆମେ କ'ଣ ପାଇବୁ କହିପାରିବୁ? ସେନ୍ସର ପରେ କିଛି କାରଣ ନାହିଁ। ଅନ୍ୟ ସମୟରେ ଛେପ ଗୋଟେ ହିରୋଇନ ପାଖରେ ପଡୁ ସେନ୍ସର ଗୋଟେ ହିରୋଇନ ଉପରେ ହିରୋଟା ପଡୁ ଛେପ ପଡିଗଲା।